ଜାଣୁଛନ୍ତି ଯେ ଇଏ ଈଶ୍ୱର ମାନେ ମାନେ ଯିଏ ତାଙ୍କୁ ଜୀବନରେ ଗ୍ରହଣ କରି ନେଇକି ଚାଲିଛି, ସିଏ ଅନୁଭବ କରିପାରୁଛି ପ୍ରକୃତରେ ତା ଜୀବନରେ ଗୁରୁଙ୍କର ଆବଶ୍ୟକତା ଟା କେତେ। ଅନ୍ୟ ମାନେ ଯୋଉମାନେ ବି ନେଇନାହାନ୍ତି ବା ଜାଣିନାହାନ୍ତି, ସେମାନେ ତ ନେଇ ପାରୁନାହାନ୍ତି। ବା ଯେତେ ବର୍ଷ ବର୍ଷ ମୁଁ ଦେଖେ ସତ୍ସଙ୍ଗ ଯାଉଛନ୍ତି, ବସୁଛନ୍ତି, କିନ୍ତୁ ତାଙ୍କ ଖାଦ୍ୟପେୟ କୌଣସିରେ ବି ମାନେ ପରିବର୍ତ୍ତନ କରିପାରୁନାହାନ୍ତି। ଏଇଟାରେ ଦାଦା ସେମାନେ ସେଇଟା କଣ, ସେଇ ଯୋଉଟା ଆପଣ କହିଲେ ଯୋଉ ଜନ୍ମ ସଂସ୍କାର ଯୋଗୁ ସେଇଟା ହେଇପାରୁଛି, ନା ତାଙ୍କର ଏ ଜନ୍ମରେ ଏଇଟା ତାଙ୍କର କିଛି ଶୁଣିଲେ ପର ଜନ୍ମରେ ହବ ନା କଣ, ସେଇ ବିଷୟରେ ଦାଦା ଟିକେ କୁହନ୍ତୁ। ମା ଆକ୍ଚୁଆଲି ଜୟ ଗୁରୁ ଦାଦା। ଜୟଗୁରୁ। ମଣିଷ ମାନେ ଖାଆନ୍ତି, ପଶୁମାନେ ବି ଖାଆନ୍ତି। ଆଜ୍ଞା ମଣିଷ ମାନେ ଶୁଅନ୍ତି, ପଶୁମାନେ ଶୁଅନ୍ତି। ମଣିଷ ମାନେ ଆଜ୍ଞା ତାଙ୍କ ସ୍ତ୍ରୀଙ୍କ ସହିତ ସମ୍ମିଳିତ ହେଇକି ଛୁଆ ପିଲା ଜନ୍ମ କରନ୍ତି, ପଶୁମାନେ ବି ଛୁଆ ପିଲା ଜନ୍ମ କରନ୍ତି। ମଣିଷ ଗୋଟେ ଦିଟା ପିଲା ଆଜ୍ଞା ଜନ୍ମ କଲା ପରେ ମୂଷା ମାନେ ଏକାଥରେ 4ଟା 5ଟା 7ଟା ଛୁଆ ଜନ୍ମ କରିପାରନ୍ତି। ବିଲେଇ ମାନେ ବି। ଆଜ୍ଞା ମଣିଷ ହଁ ମାନେ ଭୟ କରନ୍ତି, ବିଲେଇ କୁକୁର ମାନେ ବି ଭୟ କରନ୍ତି। ଏଇ ହଁ ଆହାର, ନିଦ୍ରା, ଭୟ ଆଉ ମୈଥୁନ, ଏଇ 4ଟା କୋଣରେ ମଣିଷ ପଶୁ ସହିତ ସମାନ। ଏଇଟା ଗୋଟେ ପ୍ରବୃତ୍ତି କୈନ୍ଦ୍ରିକ ଜୀବନ। ଆଜ୍ଞା ଯଦି ମଣିଷ ଦିନେ ଭାବିବ ଯେ ମୁଁ ପ୍ରବୃତ୍ତିରୁ ଉର୍ଦ୍ଧ୍ୱକୁ ଉଠିବାର ଅଛି, ହଁ ମୁଁ ମଣିଷତ୍ୱରୁ ଏଇ ପଶୁତ୍ୱରୁ ମଣିଷତ୍ୱ, ମଣିଷତ୍ୱରୁ ଈଶ୍ୱରତ୍ୱ, ଦେବତ୍ୱ, ବ୍ରହ୍ମତ୍ୱ ପ୍ରାପ୍ତି ଆଡକୁ ଯିବାର ଅଛି, ତାହେଲେ ତାର ଉତ୍ତରଣ ହବ। ହଁ ସେଇ ଭାବନାଟି ତାଙ୍କ ଭିତରେ ଜାଗ୍ରତ କରେଇବାକୁ ହବ। ହଁ ସେଥିପାଇଁ ପ୍ରଚୁର ଭଲ ପାଇବା ଦରକାର ମା। ହଁ ପ୍ରଚୁର ଭଲ ପାଇବା ଦରକାର। ପ୍ରଚୁର ହଁ ଭଲ ପାଇବା ଦେଇକି ଆପଣ ଯାହାକୁ କହିବେ, ହୁଁ ତାର ଉତ୍ତରଣ ହବ। ସେଥିରେ ହଁ ସେଇଟା ପ୍ରଚୁର ଭଲ ପାଇବା ଦେଇଥିଲା ଅନୁସୟା। ହଁ ପ୍ରଚୁର ଭଲ ପାଇବା ଦେଇକି ଯାଇକି ଲକ୍ଷ୍ମୀରା ଘର ଦୁଆରେ ସକାଳୁ ଉଠିକି ଝାଡୁ କରୁଛି। ମୁଣ୍ଡରେ ଓଢଣା ଦେଇଛି, ଓଢଣା ଖସିନି। ଲକ୍ଷ୍ମୀରେ ପଚାରିଲା ତମେ କିଏ? ନା ମୁଁ ଅନୁସୟା। କାହିଁ ତମକୁ କେବେ ଦେଖିନି, ଆଜି କଣ ମୋ ଦୁଆରେ ଝାଡୁ କରୁଛ? ନାଇଁ ମା, ମୋ ସ୍ଵାମୀ ଆଜି ଇଚ୍ଛା କରିଛନ୍ତି ତମକୁ ପାଇବା ପାଇଁ। ମୋ ପାଖରେ ଟଙ୍କା ପଇସା କିଛି ନାହିଁ, କିନ୍ତୁ ମୁଁ ଚାହେଁ ମୋ ସ୍ଵାମୀଙ୍କର ଇଚ୍ଛା ପୂରଣ ହଉ। ତାଙ୍କ ପାଖରେ ମୁଁ ବାଧା ନ ହୁଏ। ତେଣୁ ମୁଁ ଚାହେଁ, ମୁଁ ତ ତମକୁ ଟଙ୍କା ପଇସା ଦେଇପାରିବିନି, ମୁଁ ତମର ସେବା କରିକି, ତମର ଏଇ ଘର ଦ୍ୱାର ଝାଡୁ କରିକି ତମର ଋଣ ସୁଝିବି। ତମେ ଆଗରୁ ତ କେବେ ଆସନି। କହିଲା ମୁଁ ଜଣେ ଘରର ସତୀ ସାଧ୍ୱୀ ବ୍ରାହ୍ମଣଙ୍କର ଗୋଟେ ବୋହୂ। ମୁଁ ଆଉ ତମ ଦୁଆରକୁ କେମିତି ଆସିଥାନ୍ତି? ଆଜି ମୋ ସ୍ଵାମୀଙ୍କର ପ୍ରତ୍ୟାଶା ପୂରଣ କରିବା ପାଇଁ ଆସିଛି। ଦେଖ କେତେ ନିଃସ୍ୱାର୍ଥପର। ଆଜ୍ଞା ତାପରେ ଯେତେବେଳେ ଲକ୍ଷ୍ମୀରେ ରାଜି ହେଇଗଲେ, ସବୁ ସୌଦାଗରଙ୍କୁ ଧନୀ ମାନଙ୍କୁ ସେଦିନ ଫେରେଇ ଦେଇଛନ୍ତି, ଲକ୍ଷ୍ମୀରାକୁ କେମିତି ସେ ବିମୁଗ୍ଧ ହେଲେ, ଅନୁସୟାଙ୍କର ବ୍ୟବହାରରେ ମୁଗ୍ଧ ହେଇଗଲେ ଲକ୍ଷ୍ମୀରା। ହୁଁ ହୁଁ ଅନୁସୟାଙ୍କ ବ୍ୟବହାର ତୁଳନାରେ ଧନୀ ସୌଦାଗର ମାନଙ୍କ ଧନରତ୍ନ ବି ତା ପାଖରେ ତୁଚ୍ଛ ହେଇଗଲା। ସେ ବିଷ୍ଣୁ ଦାସଙ୍କୁ ଅତିଥି ହିସାବରେ ଗ୍ରହଣ କଲେ। ସେତେବେଳେ ଲକ୍ଷ୍ମୀରାଙ୍କ ଭିତରେ ଗୋଟେ ଭାବାନ୍ତର ହେଇଛି। କହିଲେ କଣ କଲେ ଏଇ ଲୋକଟାକୁ ଭଲ ବାଟରେ ନେଇହବ? ଅନୁସୟାଙ୍କ ପରି ସତୀ ସାଧ୍ୱୀ ସ୍ତ୍ରୀ ଥାଉ ସେ ମୋ ଉପରେ ଆସିକି ପଡିଛି। ସେ ପାଣି ମାଗିଛି, ଦେଖିକି ଏତେ ରୂପ ସଜ୍ଜା ଦେଖିକି ବିମୁଗ୍ଧ ହେଇଛି, ପାଣି ମାଗୁଛି। ସେ କହୁଛନ୍ତି, 2ଟା ଗ୍ଲାସ ପାଣି ଆଣିକି ରଖିଦେଲେ। ଗୋଟେ ଗ୍ଲାସ ପାଣିରେ ସୁବାସିତ ଜଳ, ଆଉ ଗୋଟେ ପାଣି ଖାଲି ସାଧା ପାଣି। କହିଲେ 2 ଗ୍ଲାସ ପାଣି ଅଛି, ଏଇ ଗ୍ଲାସ ରେ ସୁବାସିତ ପାଣି ଅଛି, ଏଇ ଗ୍ଲାସ ରେ ସାଧା ପାଣି ଅଛି, କୋଉ ପାଣି ଟା ପିଇବ? ବିଷ୍ଣୁ ସାଧା ପାଣି ଟାକୁ ପିଇଦେଲେ। ଲକ୍ଷ୍ମୀରା କହିଲେ ଏତେ ସୁବାସିତ ଜଳ ଥାଉ ତ ସାଧା ପାଣି ପିଇଲେ କାହିଁକି? କହିଲେ ହୁଁ ସୁବାସିତ ଜଳ ମଣିଷର ତୃଷ୍ଣା ପ୍ରଶମିତ କରେନି, ତୃଷ୍ଣାକୁ ବଢେଇ ବଢେଇ ଚାଲେ। ଆଜ୍ଞା ଆଉ ସାଧା ପାଣି ଟା ମଣିଷର ତୃଷ୍ଣା ଟାକୁ କମେଇ ଦିଏ। ତୃଷ୍ଣା ଟାକୁ ନିବାରଣ କରିପାରେ, ସେଇଥିପାଇଁ ସାଧା ପାଣି ପିଇଲି। ହସି ହସି ଲକ୍ଷ୍ମୀରା କହୁଛନ୍ତି, ଆରେ ମୁଁ ହଉଛି ସେ ସୁବାସିତ ଜଳ। ସଜେଇ ହେଇକି ଆସିଛି ଗ୍ରାହକ ମାନଙ୍କୁ ଆଟ୍ରାକ୍ଟ କରିବା ପାଇଁ। କିନ୍ତୁ ଅନୁସୟା ହଉଛି ସେ ସାଧା ପାଣି, ଯୋଉଥିରେ ପ୍ରକୃତରେ ତମର ତୃଷ୍ଣା ଯିଏ ମେଣ୍ଟେଇ ପାରିବ। ଏଥିରେ ଗୋଟେ ସୁନ୍ଦର ଉକ୍ତିଟେ ବି ଲେଖା ହେଇଛି ମା। ହୁଁ ସାଧୁ ଜନଙ୍କର ଏ ଗତି, ଯେସନେ ବିଟପି ଯୁବତୀ। ସ୍ୱାମୀର ସେବା କରି ପୂର୍ଣ୍ଣ, ବିଟପେ ରଖି ଥାଏ ମନ। ସଂସାରେ ଥାଇ ଯେ ମନ୍ତ,
ନିକଟେ ପାଇ ସେ ଅନନ୍ତ। କେତେ ପଜିଟିଭ ଆଟିଚ୍ୟୁଡ ଅବଧୂତଙ୍କର। ଆଜ୍ଞା ସେ କହୁଛନ୍ତି ଗୋଟେ ସାଧୁ ଲୋକଙ୍କର ଲକ୍ଷଣ ଗୋଟେ ବିଟପୀ ସ୍ତ୍ରୀ ସହିତ ସମାନ। ବିଟପୀ ସ୍ତ୍ରୀ ମାନେ ଯେ ସ୍ଵାମୀଙ୍କ ସହିତ ରହିକି ପରପୁରୁଷର ଆକାଂକ୍ଷା କରେ ସବୁବେଳେ। ଆଜ୍ଞା ସେ ବିଟପୀ ସ୍ତ୍ରୀ ଟା କଣ କରେ କି ସ୍ଵାମୀଙ୍କର ସେବା କରୁଥିବ, ତାଙ୍କ ଗୋଡ ହାତ ଅଞ୍ଜଳି ଦଉଥିବ, ଅପେକ୍ଷା କରିଥିବ ସ୍ଵାମୀଙ୍କୁ କେତେବେଳେ ନିଦ ହେଇଯାଉଛି ତା ସେବାରେ। ହଁ ହଁ ଯେତେବେଳେ ନିଦ ହେଇଯିବ ସେ ପୁରା ଘରୁ ବାହାରିକି ଘର ଖୋଲିକି ଯାଇକି ବୈତରଣୀ ନଈ ପାର ହେଇକି ସେପଟେ ଚାଲିଯିବ ତା ହଁ ବିଟପୀ ପୁରୁଷ ପାଖରେ। ହଁ କହୁଛନ୍ତି ସାଧୁ ଲୋକମାନେ ଏମିତି ସଂସାରର ସମସ୍ତ ଜଞ୍ଜାଳ ଭିତରେ ରହି ସେଇ ବିଟପୀ ସ୍ତ୍ରୀର ଏକାନ୍ତ ଧ୍ୟେୟ ଯେମିତି ଗୋଟେ ବିଟପ ପୁରୁଷ, ଏଇ ଅନ୍ତରାତ୍ମାର ସେମିତି ଏକାନ୍ତ ଆକାଂକ୍ଷିତ ହଉଛନ୍ତି ଅନନ୍ତ ଇଷ୍ଟ ଗୁରୁ ପୁରୁଷୋତ୍ତମ। ଯେ ସଂସାର ଯାବତୀୟ କର୍ମ କରି ସେ ଇଷ୍ଟ ଗୁରୁ ପରମ ପିତା ମାନେ ପୁରୁଷୋତ୍ତମଙ୍କଠୁ ଛାଡି ହେଇଯାଏ ନା, ବିଯୁକ୍ତ ହେଇଯାଏନି, ତା ଜୀବନରେ ଉତ୍ତରଣ ଆସେ। ଆଜ୍ଞା କେତେ ଦାଦା ପଜିଟିଭ ପରସେପସନ ଗୋଟେ ବିଟପୀ ସ୍ତ୍ରୀ ପାଖରୁ ସେ କେତେ ମହାନ ଶିକ୍ଷା କରିପାରିଛନ୍ତି। ହଁ କେମିତି କଲେ? ତାଙ୍କର ଦୃଷ୍ଟି ଟା ଶୁଦ୍ଧ ଥିବାରୁ ବିଟପୀ ସ୍ତ୍ରୀର ଆଚରଣ ଭିତରେ ମଧ୍ୟ ସେ ଶୁଦ୍ଧତାର ମାନେ ସେଇ ନିଷ୍ଠାଟା ସେ ଦେଖିଛନ୍ତି। ହଁ ହଁ ସେ ନିଷ୍ଠାଟା ସେ କେମିତି ଦେଖିପାରିଲେ? ତାଙ୍କ ସେଇ ନିଜ ବ୍ୟାକୁଳତା ଟା ସେ ଦୃଷ୍ଟି କେମିତି ଦେଖିପାରିଲେ? ଠାକୁରଙ୍କ ଗୋଟେ ବାଣୀ ହଁ ଅଛି ରିଲେଟିଂ ଟୁ ଦ୍ୟାଟ। ଠାକୁର ତାଙ୍କ ଭାଷାରେ ସେଇଟାକୁ କହୁଛନ୍ତି, କାମ ଆବେଶ ସ୍ତ୍ରୀ ପୁରୁଷେ ଯେପରି କରନ୍ତି ଉପଭୋଗ, ଇଷ୍ଟ ନିଶାରେ ସେପରି ହେଲେ ତାହାକୁ ଜାଣ କହନ୍ତି ଯୋଗ। ହଁ ଆବେଗ ଭରି କରିଲେ ନାମ ତାକୁ ହିଁ କହେ ପ୍ରାଣାୟାମ। କହିଲେ ସ୍ତ୍ରୀଟି ଯେତେବେଳେ କାମ ଭାବରେ ଆବିଷ୍ଟ ହେଇ ନିବିଡ଼ ଭାବରେ ଧରିକି ତାର ସ୍ଵାମୀକୁ ଉପଭୋଗ କରିବାକୁ ଚାହେଁ, ସେଇଭଳି ଇଷ୍ଟଙ୍କୁ ପାଇବା ପାଇଁ ଯେତେବେଳେ ନିବିଡତା ହେଇଯିବ, ବ୍ୟାକୁଳତା ଆସିଯିବ, ସେତେବେଳେ ଅମୃତତ୍ଵ ଆଉ ତମଠୁ ଅଲଗା ହେଇକି ରହିପାରିବନି। ତାଙ୍କର ଅମୃତ ସାଗରରେ ବ୍ରହ୍ମ ସାଗରରେ ମିଳିତ ହବ ହିଁ ହବ। ନଦୀ ପରି ଏଇ ଜୀବନଟା ଯେ କି ମହାଜୀବନ ସ୍ରୋତରେ ନିମିଳିତ ହେଇଯିବ। ସେଇଥିପାଇଁ କିନ୍ତୁ ଦୃଷ୍ଟି ଶୁଦ୍ଧତା ଦରକାର। ଦୃଷ୍ଟି ଶୁଦ୍ଧତା ବିଶ୍ୱାସରୁ ଆସେ, ଶ୍ରଦ୍ଧାରୁ ଆସେ। ପ୍ରଥମେ ତାଙ୍କ ପ୍ରତି ଶ୍ରଦ୍ଧା ଆସିଲେ ମୁଁ ତାଙ୍କ ପାଇଁ କିଛି କରିବାକୁ ଆପଣ ମତେ କିଛି ଦବାକୁ ଚାହିଁବେ, କେତେବେଳେ ଦେବେ? ଯେତେବେଳେ ମୋ ପ୍ରତି ଆପଣଙ୍କ ଗୋଟେ ଶ୍ରଦ୍ଧା ଆସିବ। ଦାଦା ଆସିଛନ୍ତି, ଆମ ଘରେ ଗୋଟେ କଦଳୀଟେ ଅଛି କି ନଡ଼ିଆଟେ ଅଛି ମୁଁ ଦାଦାଙ୍କୁ ଦେଉଛି। ନହେଲେ ଗୋଟେ ମିଠାଟେ ଅଛି ଖୋଇଦେବି। ଯଦି ମୋ ପ୍ରତି ଆପଣଙ୍କର ବୀତସ୍ପୃହ ଭାବ ଆସିବ, ବିତୃଷ୍ଣା ଆସିବ, ଘୃଣା ଭାବ ଆସିବ, କଣ ମତେ ଦେବେ? ମୁଁ ମାଗିଲେ ବି ହାତ ପତେଇକି ଆପଣ ଦେବେନି। ଯେତେବେଳେ ଆପଣଙ୍କୁ ମୋ ପ୍ରତି ଶ୍ରଦ୍ଧା ଆସିବ, ମୁଁ ଆପଣଙ୍କୁ ନ ମାଗିଲେ ବି ଆପଣ ଯାଚିକି ଦେବେ, ଦାଦା ଆସିଛନ୍ତି ଆମ ଘରେ କିଛି ନାହିଁ ନହେଲେ ପାଣି ଗ୍ଲାସଟେ ଅଛି ପିଇକି ଯାଆନ୍ତୁ। ଚାଲି ଚାଲି ଯାଉଛନ୍ତି ଝାଳ ବୋହିଯାଉଛି, ମୁଁ ବିଛଣାଟା ଟିକେ ବିଞ୍ଚି ଦିଅ, ବିଞ୍ଚିକି ଯାଆନ୍ତୁ, ଝାଳ ମାରିକି ଯାଆନ୍ତୁ, କହିବେ ନା? ଶ୍ରଦ୍ଧା ଓ ଅଶ୍ରଦ୍ଧା ଭିତରେ ସେଇ ଡିଫରେନ୍ସ। ଯୋଉମାନଙ୍କ ଜୀବନରେ ଅଶ୍ରଦ୍ଧା ଅଛି ବା ଯୋଉମାନଙ୍କର ଆଧ୍ୟାତ୍ମିକ ଜୀବନଟା ମାନେ ସାମାଜିକ ଜୀବନଟା ତମସାଚ୍ଛନ୍ନ ଅଛି, ସେମାନଙ୍କ ଆଧ୍ୟାତ୍ମିକ ଜୀବନଟା ବି ନଷ୍ଟଭ୍ରଷ୍ଟ। ଯାହା ଜୀବନରେ ପାରିବାରିକ ଜୀବନଟା ବି ସଜାଡି ହେଇଯିବ ନା, ଆଧ୍ୟାତ୍ମିକ ଜୀବନଟା ବି ଜାଗି ଉଠିବ। ଯୋଉମାନେ ଆସି ପାରୁନାହାନ୍ତି ଇଷ୍ଟଙ୍କ ପାଖକୁ, ତାଙ୍କ ପାରିବାରିକ ଜୀବନଟା ଆକ୍ଚୁଆଲି ସଜାଡି ହେଇନି। ସେ ଇଷ୍ଟଙ୍କୁ ନୁହଁ, ତାଙ୍କ ବାବା ମାଙ୍କୁ ଉଠିକି ବି ସକାଳୁ କେବେ ପ୍ରଣାମ କରୁନାହାନ୍ତି। ଇଷ୍ଟକୁ ପ୍ରଣାମ କରିବାର ଭାବଟା ଜାଗିବ କେମିତି? ଯଦି ତା ବାବା ମାଙ୍କୁ ପ୍ରଣାମ କରନ୍ତୁ, ମାସେ 6 ମାସ ଦେଖିବେ ଇଷ୍ଟଙ୍କୁ ମାନେ ଧରିକି ଚାଲିବାର ପ୍ରବଣତା ତା ଭିତରେ ସୃଷ୍ଟି ହେଇଯାଉଛି। ଜୟ ଗୁରୁମା। ବୁଝିପାରିଲେ ସୁଚିତ୍ରା ମା?